ଆଉ L4 L5 ରେ ପ୍ରାୟ କମନ ହେଇଥାଏ ଏଇ ଜିନିଷ। ଓକେ, ଆଉ ସେଥିପାଇଁ ଦେଖିବେ କି ଦ୍ୟାଟ୍ ନର୍ଭ ଗୁଡାକ କଣ ହୁଏ, ସେଠି ଡେସିକେଟ୍ ହେଇକି ବାହାରକୁ ବାହାରିଯାଏ and that causes problem, ନର୍ଭ କୁ ଚିପି ଦବ ସେ। ଜଷ୍ଟ ଗୋଟେ ଏକ୍ସାମ୍ପଲ ଦେଖି ଆପଣଙ୍କୁ I'll show an image to you, right? Just a minute. डिजेनेरेटिव चेंजेस ଯେତେବେଳେ ହୁଏ ନର୍ଭରେ କେମିତି ହୁଏ ଆପଣ ଦେଖିବେ। and that disc ଟା prolapse ହେଇଯାଏ ଆପଣଙ୍କର। ଦୁଇଟା ଭ୍ୟୁ ଦେଖେଇବି ମୁଁ। ଦୁଇଟା ଭ୍ୟୁ ଦେଖେଇଲେ ଆପଣଙ୍କୁ ବେଟର ଅଣ୍ଡରଷ୍ଟାଣ୍ଡିଂ ଆସିବ। ଲେଟ୍ ମି ଶୋ ଟୁ ଭ୍ୟୁଜ ଟୁ ୟୁ। ଯୋଉ ବୋନ ପେନ୍ ଜଏଣ୍ଟସ ପେନ୍ କଥା ଆମେ କହିଥାଉ କଣ ପାଇଁ ହେଇଥାଏ ଏଣ୍ଡ ତାକୁ ଆମେ କେମିତି ଠିକ କରିବା। ଦେଖନ୍ତୁ, ମ୍ୟାକ୍ସିମମ୍ କେସରେ ବ୍ୟାକ୍ ପେନ୍ କି ସୋଲଜର ପେନ୍ ଯୋଉ ହେଇଥାଏ, ଏ ଯୋଉ ଭର୍ଟିବ୍ରାଲ ଡିସ୍କ ଆପଣଙ୍କର ଆସିଛି, ଦେଖନ୍ତୁ ଗୋଟେ ଇମେଜ ଆପଣଙ୍କୁ ଆଇ ଶୋ ଦ୍ୟାଟ ଡିଜେନେରେଟିଭ ଡିସ୍କ ଚେଞ୍ଜେସ ର ଇମେଜ ଦେଖଉଛି ମୁଁ ଆପଣଙ୍କୁ। ଏଥିରେ ବହୁତ କିଛି ଜିନିଷ ଆପଣ ଶିଖିପାରିବେ। ଡିଜେନେରେଟିଭ ଡିସ୍କ ହେଇଯାଏ ଯେତେବେଳେ କଣ ହୁଏ ଆକ୍ଚୁଆଲି ଦେଖନ୍ତୁ। ନର୍ମାଲ ଲୋକର କେମିତି ଥାଏ ଏବଂ ଆପଣଙ୍କର କେମିତି ହେଇଯାଏ ଟିକେ ଦେଖନ୍ତୁ। ଏଇଟା ଯୋଉ ଆମର ସ୍ପାଇନ୍ ଅଛି, ଦିସ୍ ଇଜ ଦ ସ୍ପାଇନ୍ ରାଇଟ। এটা cervical spine C1 2 3 4 5 cervical spine। এটা হচ্ছে ଆପଣଙ୍କର lumbar spine ଏଇଠି। ତ ମ୍ୟାକ୍ସିମମ୍ ପ୍ରେସର କୋଉଠି ପଡେ, ଯଦି ଆପଣ ମୁଣ୍ଡକୁ ସବୁବେଳେ ଏମିତି କରିକି ମୋବାଇଲ ଦେଖୁଛନ୍ତି, ଏମିତି କରିକି ମୁଣ୍ଡ ପୋସ୍ଚର ଠିକ ରହୁନି ଆପଣଙ୍କର, ଏମିତି ବଙ୍କା ରହୁଛି, ଏଇ ଜାଗାରେ ବେଶୀ ପ୍ରେସର ପଡିଥାଏ। ଏଣ୍ଡ ଏଇ ଭର୍ଟିବ୍ରାଲ ଡିସ୍କଟା କଣ ହେଇଯାଏ, ଡିଜେନେରେଟ ହେଇଯାଏ। ଆପଣ ଦେଖେଇବି କଣ ଦ୍ୟାଟ ଡିଜେନେରେସନ ମିନ୍। ଆଉ ଅଣ୍ଟାରେ ବେଶୀ ପ୍ରେସର ପଡେ, ଆପଣ ଯେହେତୁ ଲୋହିକି କାମ କରୁଛନ୍ତି, ଆପଣ ପ୍ରାୟ ଟାଇମ ବସୁଛନ୍ତି, କୌଣସି ଜାଗାକୁ ଟ୍ରାଭେଲ କରୁଛନ୍ତି, ତ ସେଇଠି ଯୋଉ ଡିସ୍କଟା ଥାଏ, ଦେଖନ୍ତୁ ଏଇଟା ହଉଛି ଦୁଇଟା ଭର୍ଟିବ୍ରା। ଭର୍ଟିବ୍ରାଲ ମାନେ କଣ, ଏଇଟା ହାଡ, ମେରୁଦଣ୍ଡ ହାଡ। ଆଉ ଦୁଇଟା ହାଡ ଭିତରେ ଗୋଟେ ଜଏଣ୍ଟ ସ୍ପେସ ଥାଏ, ଏଇଟା ହଉଛି ଡିସ୍କ। ବୁଝିହେଲା? ଏଇଟା ହଉଛି ହେଲ୍ଦି ଡିସ୍କ। ଏଇଟା ଦେଖନ୍ତୁ, ଏଇଟା ଉପରଟା ଭଲ ଅଛି, ଏଇଟା ହେଲ୍ଦି ଡିସ୍କ ଅଛି, ଏଇଟା ଡିସ୍କଟା ଭଲ ଅଛି। କିନ୍ତୁ ଏଇ ଡିସ୍କ କଣ ହବ, ଧୀରେ 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 ଇଏ ଯାଇକି ନର୍ଭଟାକୁ ଚିପିଦବ ଏଇଠି। ଡିଜେନେରେଟିଭ ଡିସ୍କ କୁହାଯାଏ। ଯେତେବେଳେ ଡିଜେନେରେଟ ହେଇଯିବ, ଆପଣ ଦେଖନ୍ତୁ ଡିସ୍କର ସେଇ ଯୋଉ ଏଇ ଯୋଉ ହେଲ୍ଦି ଡିସ୍କ ଅଛି, ୟାର ଯୋଉ ଜଏଣ୍ଟସ ଭିତରେ ଯୋଉ ସ୍ପେସଟା ଅଛି, ସେଟା କମିଯିବ ଏବଂ ହାଡ ଦୁଇଟା ଲାଗିଯିବ। ବୁଝିପାରିଲେ? ଦ୍ୟାଟ ଇଜ କଲ୍ଡ ଡିଜେନେରେଟିଭ ଡିସ୍କ। ଡିଜେନେରେଟ ହେଇଗଲାଣି। ଆଉ ସେଇ କଣ୍ଡିସନରେ କଣ ହବ, ଆପଣଙ୍କର ଯୋଉ ନର୍ଭଟା ସେଇ ଦେଇକି ଯାଇଥାଏ ତାକୁ ସେ ଚିପିଦବ। ମୁଁ ଆଉ ଥରେ ଆପଣଙ୍କୁ ଦେଖଉଛି ତାକୁ କ୍ଲିୟର କରିବା ପାଇଁ, so that you can better understand and this degenerative changes ବୋଲି କୁହାଯାଏ। ଓଲ୍ଡ ଏଜରେ ପ୍ରାୟ କମନ ପ୍ରୋବ୍ଲେମ ହେଇଥାଏ। ଆମେ ସେଥିପାଇଁ ହେଲ୍ଦି ଡାଏଟ୍ and all this thing କରି ତ ଲାଷ୍ଟକୁ ସର୍ଜରୀ ପାଇଁ ରେକମେଣ୍ଡ କରାଯାଏ, ଯୋଉମାନେ ଯଦି ନ୍ୟାଚୁରାଲ ରୁଲ ଫଲୋ ନ କରିବେ। ଓକେ, ସୋ ଏବେ ଏଇ ଯୋଉ ଡିସ୍କ କଥା କହୁଥିଲି ମୁଁ, I'll let you know କି ଯୋଉ ଡିସ୍କ କଥା କହୁଥିଲି କେମିତି ହୁଏ ଆକ୍ଚୁଆଲି ଦେଖିବେ ଆପଣ। ନର୍ଭକୁ କେମିତି ସେ ଚିପିଥାଏ, ରାଇଟ? ସୋ ଦିସ୍ ଇଜ ଏ ଇମେଜ। ଇଣ୍ଟରଭର୍ଟିବ୍ରାଲ ଡିସ୍କ ବୋଲି କୁହାଯାଏ ତାକୁ। କାରଣ ଆପଣଙ୍କର ଭର୍ଟିବ୍ରା ଯୋଉ ଥାଏ, ଭର୍ଟିବ୍ରାଲ ମେରୁଦଣ୍ଡ, ସେ ଡିସ୍କରେ କେମିତି ଚେଞ୍ଜେସ ହୁଏ ଆପଣ ଦେଖନ୍ତୁ। I think this image is visible to all of you, right? Yeah. ମୁଁ ଜଷ୍ଟ ୟାକୁ ସିଟି ମାନେ କଣ କ୍ରସ୍ ସେକ୍ସନାଲ ଭ୍ୟୁ ଦେଖେଇଛି, ଦେଖନ୍ତୁ। ତ ଏଥିରେ କଣ ହବ, ଯୋଉ ଦିସ୍ ଦ ଭର୍ଟିବ୍ରା, ଭର୍ଟିବ୍ରା ଉପରେ ଯୋଉ ଡିସ୍କଟା ରହୁଛି, ଓକେ, ତ ଏଇଟା ଆନୁଲାର ଫାଇबर। ତ ଏଥିରେ କଣ ହୁଏ ଦେଖନ୍ତୁ, ଏଇ ଯୋଉ ମଝି ପର୍ସନ ଅଛି, ନ୍ୟୁକ୍ଲିୟର ପର୍ସନଟା, ନ୍ୟୁକ୍ଲିୟର ପଲ୍ ବୋଲି କୁହାଯାଏ ତାକୁ। ତ ଏଇ ପର୍ସନଟା ଲିକ୍ କରିଯିବ ଏଠି। ଏଇଟା ହଉଛି ନର୍ମାଲ। ସି ଦିସ୍ ଇଜ ଦ ନର୍ମାଲ and this is the discogenic pain। ଏଠି କଣ ହବ, ଏଇ ଯୋଉ ଡିସ୍କଟା ଅଛି, ପ୍ରେସରରେ ଫାଟିଯାଏ। ପ୍ରେସରରେ ଫାଟି ଯାଇକି ଏଠି କଣ କରିବ, ଇଣ୍ଡେଣ୍ଟ କରିଦବ ଏଠି। ଆଉ ଏଇଠି ଯୋଉ ନର୍ଭଟା ବାହାରିଥିବ ତାକୁ ଚିପିଦବ ସେ। ଇଣ୍ଟରଭର୍ଟିବ୍ରାଲ ଡିସ୍କ ଡିଜେନେରେସନ ବୋଲି କୁହାଯାଏ। ଏଇଟା ବାରମ୍ବାର ବ୍ୟାକ୍ ପେନ୍ ହଉଥିବ, ଯୋଉ ଡିସ୍କକୁ ଏଫେକ୍ଟ କରୁଥିବ। ସର୍ଭାଇକାଲ ଡିସ୍କ ହେଲେ ବ୍ୟାକ୍ ପେନ୍ ହବ। ଆମେ ସେଥିପାଇଁ କଣ କରୁ, ବେଲ୍ଟ ଦେଇଥାଉ ବେଳେ ବେଳେ। ଅଣ୍ଟାର ବେଲ୍ଟ ୟୁଜ କରନ୍ତୁ ତାକି
जो प्रेसरटा पड़ुଛି हाड़ ଉପରେ କମିଯିବ ଟିକେ। ବେକର ବେଲ୍ଟ ଦେଇଥାଉ, ଏଇଟା ହଉଛି ସପୋର୍ଟିଭ କେୟାର। ଲାଇଫଷ୍ଟାଇଲ ଚେଞ୍ଜେସ୍, ଓଜନ ଯଦି ବେଶୀ ହଉଛି ଓଜନ କମାନ୍ତୁ ବାୟ ଆୱାର ଡାଏଟ୍ ପ୍ରୋଟୋକଲ। ସମଟାଇମ୍ସ ସମ୍ ପେନ୍ କିଲର ବି ଦେଇଥାଉ ଅଳ୍ପ ଫ୍ୟୁ ଡେଜ୍ ପାଇଁ, ବଟ୍ ଲଙ୍ଗ ଟର୍ମ ଯଦି ପେନ୍ କିଲର ନେବେ ଦ୍ୟାଟ୍ କଜେସ୍ ପ୍ରୋବ୍ଲେମ୍। ଓକେ, ତ ଏଇ ଯୋଉ କହୁଛି ଏଇ ଜିନିଷ ଆପଣଙ୍କୁ ଦେଖଉଛି ନର୍ମାଲ ଭର୍ସେସ୍ ଇଣ୍ଟରଭର୍ଟିବ୍ରାଲ ଡିସ୍କ, ଆପଣ ସେଇ ଜିନିଷଟାକୁ ଦେଖି ଦିଅନ୍ତୁ। ଏଥିରେ ଆଉ ଗୋଟେ ଇମେଜ ଦ୍ୱାରା ଆପଣଙ୍କୁ ଗ୍ରେଡିଂ ଦେଇକି ଦେଖେଇ ଦଉଛି, ତ ଦ୍ୟାଟ୍ ୱିଲ୍ ବି ମଚ୍ ମୋର କ୍ଲିୟର ଟୁ ୟୁ। ୟା ଡିସ୍କ ଯେତେବେଳେ ଡେସିକେସନ ହଉଛି, ଡିସ୍କର ନର୍ଭକୁ ଚିପି ଦେଇକି ପେନଟା ହଉଛି। ତ ସେଇ ଜିନିଷଟାକୁ ଏଇଟା ଏକ୍ସପ୍ଲେନ କରାହେଇଛି ଦେଖନ୍ତୁ। ଏଇଟା ନ୍ୟୁକ୍ଲିୟସ୍ ପଲ୍ପୋସସ୍ ଜେନେରାଲ ଭାବେ ଦେଖୁଥିଲି ଏଇଟା। ଏଇଟା ହଉଛି ନର୍ମାଲ ଲୋକଙ୍କର ସ୍ପାଇନାଲ ଏନାଟୋମି ଦେଖନ୍ତୁ। ଏଇ ଯୋଉ ଇମେଜ ଦେଖୁଛନ୍ତି ଏଇଟା ସ୍ପାଇନାଲ ନର୍ଭ ମାନେ ଏଇଠି ବାହାରି ଥାଏ, ନର୍ଭ ମାନେ ଏଇଟା ମଝିରେ ନ୍ୟୁକ୍ଲିୟସ୍ ପଲ୍ପୋସସ୍ ଥାଏ, ଏଇଟା ଏନପି ଯୋଉ କହୁଥିଲି, ଏଇଟା ଏନୁଲାର ଫାଇବ୍ରସ୍ ଥାଏ। ଇଣ୍ଟର ଭର୍ଟିବ୍ରାଲ ଡିସ୍କ ଭିତରେ ନର୍ଭଟା ଯାଇଥାଏ। ତ ଇଏ କଣ ହବ, ଯେତେବେଳେ ବୋନ ଭିତରେ ଚିପି ହେଇଯିବ ଇଏଟା ବାହାରିଯାଏ, ଏଠି ବାହାରିକି ନର୍ଭକୁ ଚିପି ଦିଏ। ଦ୍ୟାଟ୍ ଇଜ କଲ୍ଡ ଇଣ୍ଡେଣ୍ଟେସନ ବୋଲି କୁହାଯାଏ। ମୁଁ କହିଦଉଛି ଆପଣଙ୍କୁ ଆଉଥରେ। ଆଉ ଆପଣ ଯଦି ଅଣ୍ଟାରେ ବାରମ୍ବାର ପ୍ରେସର ପକଉଛନ୍ତି, ସେଥିପାଇଁ ଷ୍ଟିଫନେସ୍ ହେଇଯାଏ। ଆଉ କେମିତି ହୁଏ ଦେଖନ୍ତୁ, ଡିଫରେଣ୍ଟ ଷ୍ଟେଜେସ୍ ଅଛି ତାର। ୟା ଏଇଠି ଭଲ ବୁଝିପାରିବେ ଆପଣ, ଏଇଟା ହଉଛି ହେଲ୍ଦି ଡିସ୍କ। ଏଇଟା ଡିସ୍କ ଅଳ୍ପ ଅଳ୍ପ ଷ୍ଟାର୍ଟ ହବ, ଯେତେବେଳେ ହାଡ ଉପରେ ବାରମ୍ବାର ପ୍ରେସର ପକଉଥିବେ ଆପଣ, ଡିସ୍କଟା ଧୀରେ 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 କଣ ହବ, ୟା ଉପରେ ପ୍ରେସର ପଡିକି ଡିଜେନେରେଟ ହେଇଯିବା ଷ୍ଟାର୍ଟ ହେଇଯିବ। ଆଉ ଧୀରେ 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 ଏତେ ଡିଜେନେରେଟ ହେଇଯିବ, ମାଇଲ୍ଡ ମୋଡରେଟ ହେଇଯିବ, ଏବଂ ଲାଷ୍ଟକୁ ପୁରା ଡିଜେନେରେଟ ହେଇକି ଏଇ ଫ୍ଲୁଇଡଟା ସରିଯାଏ, ଏବଂ ଏଇ ଯୋଉ ଭିତରେ ଥିବ ନ୍ୟୁକ୍ଲିୟସ୍ ସେ ବାହାରି ଯିବ, ବାହାରି ଯାଇକି ନର୍ଭକୁ ଚିପି ଦବ ପୁରା। ନର୍ଭକୁ ଚିପି ଦେଲେ ସେଟା ବାରମ୍ବାର ପେନ୍ ହଉଥିବ, କେବେ କମୁନଥିବ। ଇନିସିଆଲି ଆମେ ତ ବହୁତ ବଢିଆ ମେଡିକାଲ ମ୍ୟାନେଜମେଣ୍ଟ ଯାହା ଯାହା ଆପଣଙ୍କୁ କହୁଛି କରିଥାଉ, କିନ୍ତୁ ଯୋଉମାନେ ବହୁତ ଲେଟ୍ ଷ୍ଟେଜରେ ଆସନ୍ତି ତାଙ୍କୁ ହିଁ ସର୍ଜରୀ ଆଡଭାଇସ୍ କରାଯାଏ। And ଆପଣ ଯଦି ୟାର ରିଏଲ କଜକୁ ଦେଖିବେ, ମୁଁ ଯେମିତି ବୁଝେଇଲି, ଆମେ MRI ପିକ୍ଚର କରିଥାଉ, ଆଣ୍ଡ ଇଫ୍ ୟୁ ସି ଦେଖନ୍ତୁ, ଏଇଟା ହଉଛି ଡିସ୍କ ଡିଜେନେରେସନ, ଆଣ୍ଡ ଏତେ ଗୋଟେ ଗଲା। ହୁଁ। ଏବେ ବାଇପୋର୍ଟାଲ ସର୍ଜରୀ ଆସିଲାଣି, ଯୋଉଟା କି ଆମେ ଦେଖନ୍ତୁ ଏଇଥିରେ ଆପଣ ବୁଝିପାରିବେ ଠିକ ସେ, ଏଇ ଡିସ୍କ ବାଲାରେ। ଆଉ ଗୋଟେ ବି ଅଛି ଏଥିରେ। ହଁ, ପରଫେକ୍ଟ। ଏଇଟା ଦେଖେଇବାର ମାନେ ହେଲା ଆପଣଙ୍କୁ, ଗୋଟେ ନର୍ମାଲ ଡିସ୍କ ଆଉ ଗୋଟେ ଯୋଉମାନଙ୍କ ଡିସ୍କ ଉପରେ ପ୍ରେସର ପଡିବ, ସେଠି ଡିସ୍କଟା ଫାଟି ଯାଇକି ଟର୍ନ ହେଇଯାଏ। ଏଠି ଦେଖନ୍ତୁ ଏଇ ଯୋଉ ଜିନିଷଟା। ଆଚ୍ଛା, ଏଇଟା ହଉଛି ନର୍ମାଲ, ଏଇଟା ନର୍ମାଲ ଲୋକମାନଙ୍କର ଏମିତି ଥାଏ, ଯୋଉମାନଙ୍କର ବ୍ୟାକ୍ ପେନ୍ ନଥିବ। କିନ୍ତୁ ଯୋଉମାନଙ୍କର ବ୍ୟାକ୍ ପେନ୍ ଷ୍ଟାର୍ଟ ହେଇଗଲା ଦେଖିବେ, ତାଙ୍କ କ୍ଷେତ୍ରରେ ଭର୍ଟିବ୍ରା ଭିତରେ ଯୋଉ ପ୍ରେସର ପଡିଯାଏ, ଏଇ ଡିସ୍କଟା ଧୀରେ ଧୀରେ ଫାଟିଯାଏ, ଟର୍ନ ଏନୁଲସ୍ ଫାଇବ୍ରୋସସ୍ ଇନଫ୍ଲାମ, ଆଉ ନର୍ଭକୁ ଚିପି ଦିଏ। ଦେଖନ୍ତୁ ଏଇ ନର୍ଭ ଅଛି, ଏଇଟା ନର୍ମାଲ ନର୍ଭ। ନର୍ଭ ମାନେ କଣ, ସ୍ନାୟୁ। ଏଇ ସ୍ନାୟୁକୁ ଚିପି ଦିଏ, ଏଠି ଚିପି ଦେଲା ପରେ ଏଠି କଣ ହବ, ପେନ୍ ହବ, ରାଇଟ। ଆଉ ୟାକୁ ଡିସ୍କ ଡେସିକେସନ କୁହାଯାଏ। ଇଣ୍ଡେଣ୍ଟେସନ ଅଫ ଡିସ୍କ କୁହାଯାଏ। ଇଣ୍ଡେଣ୍ଟ ମାନେ କଣ, ସେ କଣ ହେଇଛି ଏଇଠୁ ବାହାରି ଯାଇଛି fluid, ୟାକୁ ଚିପି ଦଉଛି। ଏବେ ଅବଶ୍ୟ ବାଇପୋର୍ଟାଲ ସର୍ଜରୀ ଆସିଲାଣି, ଭେରି ପେନଲେସ୍। One of my friend, Dr. Atmaranjan from Care Hospital will come. I think 2 to 3 days ପରେ ସେ ମୋର ଗୋଟେ ଟକ୍ ଦେବ, ମୁଁ ତାକୁ କହିଛି, and he will take that class, how to do that and all these things ବିଷୟରେ ମୁଁ ବି ତାକୁ ୱେଲକମ୍ କରିବି। ସୋ ଏଇଟା ବୁଝିପାରିଲେ ସମସ୍ତେ ଟିକେ yes or no, ମୁଁ ଯୋଉ ବିଷୟରେ କହୁଛି ଆପଣଙ୍କୁ, ବ୍ୟାକ୍ ପେନ୍ ବିଷୟରେ କଣ ପାଇଁ ହଉଛି, ଯେତେବେଳେ ଭର୍ଟିବ୍ରା ଉପରେ ଯେତେ ପ୍ରେସର ପଡିବ ପେନ୍ ସେତେ ବଢିବ। ୟେସ୍, ଭେରି ଗୁଡ। ଦିସ୍ ଦ ସିମ୍ପଲ ୱେ। ଆପଣ ଦେଖନ୍ତୁ, ଆପଣ ଜାଣି ଶୁଣି ଆଉ କାହିଁକି ଭର୍ଟିବ୍ରା ୱିକ୍ ହେବ, ଯଦି ଭିଟାମିନ ଡି କମିବ ଭର୍ଟିବ୍ରା ୱିକ୍ ହେବ, ଯଦି ମ୍ୟାଗ୍ନେସିୟମ କମିବ ୱିକ୍ ହେବ, ଯଦି ଡାଇବେଟିସ୍ ଥିବ ୱିକ୍ ହେବ, ଯଦି ସୁଗର ବଢିବ ୱିକ୍ ହେବ, ବିପି ବଢିଲେ ୱିକ୍ ହେବ। ତ ତାକୁ ଠିକ କଲା ପରେ ସୁଗରୀ ଫୁଡ ଗ୍ରେନ୍ସ ଖାଇବେ, ସେ ପାର୍ଟଟା ୱିକ୍ ହେଇଯିବ, ଇନଫ୍ଲାମଡ ହେଇଯିବ। ଗ୍ରେନ୍ସ ଯୋଉଦିନ କମେଇଦେବେ ପେନ୍ ଅଧା କମିଯିବ ସେଦିନ। ମୋ କଥା ବୁଝନ୍ତୁ, ମୁଁ ଯୋଉଟା କହୁଛି, ଦିସ୍ ଦ ରିଏଲ ସଲ୍ୟୁସନ। ଆପଣ ଯେତେ ପେନ୍ କିଲର ଖାଇଲେ ବି କିଛି ହବନି, ଜବ ତକ ଆପଣ ଇଏ। ଆମେ ଫିଜିଓଥେରାପି କରୁନୁ, ଫିଜିଓଥେରାପି ଆମେ କ୍ୟାମ୍ପରେ କାହିଁ କରିଥାଉ, ମାସାଜ ଥେରାପି ଆମେ କାହିଁ କରିଥାଉ, ଆମେ କାହିଁକି ବତେଇଥାଉ ଆପଣଙ୍କୁ, ହାଉ କ୍ୟାନ୍ ୟୁ ଡୁ ଦ୍ୟାଟ୍। I'll show some reaction videos also. Okay, so ଏଇଟା ବ୍ୟାକ୍ ପେନ୍ ର ସଲ୍ୟୁସନ।
ସାର୍ ନମସ୍କାର, ବାପାଙ୍କର ଏମିତି ଏମଆରଆଇ ବାହାରି, ୟେସ୍ ସେଇଟା କହୁଛି, ସେଇଟାର ମାନେ କଣ ସିମ୍ପଲ ଆପଣ ବୁଝିଯିବେ। ଆଉ ସିଭିୟର କେସରେ ଯୋଉଥିରେ ବିଲକୁଲ ଚାଲିଚୁଲା ପାରୁନାହାନ୍ତି, ବହୁତ ପେନ୍ ହଉଛି, ବହୁତ ମେଡିସିନ କଲା ପରେ ତାପରେ ସର୍ଜରୀ ଆଡଭାଇସ କରାଯାଏ। ଆଣ୍ଡ ଏବେ ବହୁତ ଆଡଭାନ୍ସ ବାଲା ସର୍ଜରୀ ଆସିନି, ଦ୍ୟାଟ ଇଜ ବାଇପୋର୍ଟାଲ ଏଣ୍ଡୋସ୍କୋପିକ ସର୍ଜରୀ। ଆପଣ କିଛି ଜାଣିପାରିବେନି, ସର୍ଜରୀ ହେଇସାରିଥିବ। वन ऑफ माय फ्रेंड डॉक्टर आत्मरंजन फ्रॉम केयर हॉस्पिटल, ମୁଁ ତାଙ୍କୁ ଡାକିବି ଥରେ, and ସେ ବି କହିଛି ଆଜି ତାର କ୍ଲାସ ନେବାର ଥିଲା, ଆକ୍ଚୁଆଲି ସେ ଆସିପାରିଲେନି ସମ୍ ବିକଜ ଅଫ ସମ୍ ସର୍ଜରୀ, ତ ହି ମେ କମ୍ 1 to 2 days ଭିତରେ, ଆଇ କଲ୍ ହିମ୍, ଠିକ ଅଛି। Can I meet you health villa ମହେନ୍ଦ୍ର କୁମାର ନାୟକ? ୟେସ୍ ଅଛି, ମୁଁ 23rd ରେ ଥିବି, ହେଲ୍ଥ ଭିଲାରେ ଥିବି। ଓକେ, ଏବେ ଯୋଉଟା ଅଛି, ନାଇଁ, ରବିବାର ଦିନ 22 ତାରିଖ ମୁଁ ଯାଉଛି ଆମର ଏଠି ଭୁବନେଶ୍ୱର ଖଣ୍ଡଗିରି ସ୍କୋୟାର। ଡାପରେଲ 5/500 10 ବାଇ ଡିଫରେନ୍ସ କଣ? 5/500 ମୋଟୁ ମାନଙ୍କୁ ଦିଆଯାଏ, ଯୋଉମାନଙ୍କର ମୋଟାପା ଥାଏ, ଭିସରାଲ ଫ୍ୟାଟ ବେଶୀ ଥାଏ, ଫ୍ୟାଟି ଲିଭର ଥାଏ। ଆଉ 10/500 ଡାଇବେଟିସ ମାନଙ୍କୁ ଦିଆଯାଏ। Yeah. My missus follow your protocol, she is feeling very weak. ପ୍ରୋଟୋକଲ ତାକୁ ଜଣା ନଥିବ, ସେ ମିସଗାଇଡ ହେଇଯାଇଥିବେ, ଆପଣ ପ୍ରୋଟୋକଲ ଠିକ ସେ ଜାଣି ନଥିବେ, ସେକେଣ୍ଡ ଇଞ୍ଜିନ ଅନ୍ ହେଇନଥିବ, ଓକେ, ୱିକନେସ୍ ଲାଗିବ, ଲେଟ୍ସ କଲ୍ କିଟୁ ଫ୍ଲୁ, ସମଟାଇମ୍ସ ଫ୍ଲୁ। ସୋ ତାଙ୍କୁ ୱିଦାଉଟ୍ ଗାଇଡେନ୍ସ ଫଲୋ କରାନ୍ତୁନି, କନସଲ୍ଟ କରନ୍ତୁ, ଟେଷ୍ଟିଂ କରନ୍ତୁ, ତାକୁ ଦେଖିକି ଆପଣ ଫଲୋ କରନ୍ତୁ, ବୁଝିପାରିଲେ। ଏଥିରେ କଣ ଟ୍ରାନ୍ସଫରମେସନ ହଉଛି ନା ଆପଣଙ୍କର, ପୁରା ସେକେଣ୍ଡ ଇଞ୍ଜିନ ଅନ୍ କରିବାକୁ ପଡୁଛି। ଆଉ ଯୋଉମାନଙ୍କର ଅନ୍ ହେଇଗଲା, ଦେ ଫିଲ୍ ମଚ୍ ବେଟର, ବୁଝିପାରିଲେ। ୟା, ଦ୍ୟାଟ୍ସ ଦ ଥିଙ୍ଗ। ୟା, ସୋ ଏଇଟା ଗୋଟେ ଥିଲା। ଆଣ୍ଡ ଯୋଉଟା କହିବି କହୁଥିଲି, ଯୋଉମାନେ ବ୍ୟାକ୍ ପେନ୍, ନେକ୍ ପେନ୍, ଅଲ୍ ଦିସ୍ ଥିଙ୍ଗ କମ୍ପ୍ଲେନ କରୁଛନ୍ତି, ତାର ସିମ୍ପଲ ରିଜନ ସେଇଟା, ୟୁ ନୋ। And I also explain that self exercise, ଯେମିତି ଥରେ ଦେଖେଇଥିଲି ଆପଣଙ୍କୁ କେତେଟା ଭିଡିଓ ବି in my reaction videos, right? Let me search it. Um, inbox section. Okay, inbox section. Hmm, okay. Which is specific click for you. ନାଇଁ, ଏଥିରେ ନାହିଁ ବୋଧେ ସେଟା। Best friend, your best friend is your body. Yeah, at the color. Photorealism model. Yeah, ମିଳିଗଲା। Partner stage video. Just a minute. To reduce that kind of pain, ଆପଣ ଗୋଟେ ସ୍ପେଶିଆଲ ଭିଡିଓ ମୁଁ I'll share that, you just need to watch, ଦେଖନ୍ତୁ। ଏଇଟା କଣ? ଏଇଟା ହଉଛି ପାର୍ଟନର ଟାୱେଲ ଷ୍ଟ୍ରେଚ୍ ଏକ୍ସରସାଇଜ। ମନେ ରଖନ୍ତୁ, କଣ ଏଇଟା? ପାର୍ଟନର, ଆପଣ ନିଜ ପାର୍ଟନର ସାଙ୍ଗରେ, ଆପଣଙ୍କ ଘରେ ଯଦି ପାର୍ଟନର ନାହିଁ, ପୁଅ ଝିଅ ଏବଂ ଯୋଉମାନେ ବି ଅଛନ୍ତି, ପାର୍ଟନର ଷ୍ଟ୍ରେଚ୍ ଟାୱେଲ ଷ୍ଟ୍ରେଚ୍, ଲେଖନ୍ତୁ ୟାର ନାଁ କଣ? ପାର୍ଟନର ଟାୱେଲ ଷ୍ଟ୍ରେଚ୍, PTS ଲେଖିଦିଅନ୍ତୁ। ଦେଖନ୍ତୁ, ମୁଁ ଦେଖେଇ ଦଉଛି ଆପଣଙ୍କୁ। ଠିକ ଟାୱେଲ, ଟାୱେଲ ନେଇକି ଏମିତି ଗୋଡେଇବେ ଏବଂ ଆପଣ କଣ କରିବେ, ଗୋଡ ଦେଇକି ଷ୍ଟ୍ରେଚ୍ କରିବେ, ବୁଝିହେଲା। ସର୍ଭାଇକାଲ ପେନ୍, କାନ୍ଧ ପେନ୍ କମିଯିବ, ବ୍ୟାକ୍ ପେନ୍ ବି କମିଯିବ। ପାର୍ଟନର ଷ୍ଟ୍ରେଚ୍ କୁହାଯାଏ ୟାକୁ, ପାର୍ଟନର ଟାୱେଲ ଷ୍ଟ୍ରେଚ୍। ବୁଝିପାରିଲେ ସମସ୍ତେ? ଇଟ୍ସ ଏ ଭେରି ଗୁଡ୍ ଏକ୍ସରସାଇଜ, ଆପଣ ନିଜେ ଘରେ ଟ୍ରାଏ କରନ୍ତୁ। ଓକେ, ହଜବେଣ୍ଡ ୱାଇଫ, ୱାଇଫ ହଜବେଣ୍ଡଙ୍କର, ଓକେ, ସମସ୍ତେ କରିପାରିବେ। ସୋ ଦ୍ୟାଟ୍ସ ଏ, ଦ୍ୟାଟ୍ କ୍ରିଏଟ୍ସ ବଣ୍ଡିଂ ଅଲସୋ, ରାଇଟ୍? ୟେସ୍ ଅର୍ नो? तो पार्टनर स्ट्रेच एक्सरसाइज, ओके, ବୁଝିପାରିଲେ। ସୋ ଜରୁର କରନ୍ତୁ, ପାର୍ଟନର ଷ୍ଟ୍ରେଚ୍ ଆଜିଠୁ ଟ୍ରାଏ କରନ୍ତୁ। ଆପଣ ଲେଖିଦିଅନ୍ତୁ, ଦ ଏକ୍ସରସାଇଜ ନେମ୍ ଇଜ ପାର୍ଟନର ଟାୱେଲ ଷ୍ଟ୍ରେଚ୍। ବୁଝିପାରିଲେ ସମସ୍ତେ? ଯୋଉମାନଙ୍କର ବ୍ୟାକ୍ ପେନ୍, ହୋମ ମେଡ୍, ମୋର କନସେପ୍ଟ କଣ, ଆପଣ ଘରେ ଥାଇ କେମିତି ଭଲ ହେବେ ସେଇଟା ମୁଁ ଚେଷ୍ଟା କରୁଛି, ସେଥିପାଇଁ ଆପଣଙ୍କୁ ବତେଇଲି। ପାର୍ଟନର ଟାୱେଲ ଷ୍ଟ୍ରେଚ୍ ଆଜି ଚେଷ୍ଟା କରନ୍ତୁ। ବାପା ପୁଅଙ୍କର, ପୁଅ ବାପା, you know, so any ଗୁଡ ପାର୍ଟନର, ଅଜା ନାତିଙ୍କର, ନାତି ଅଜାର,
and husband wife ର you know so ମା ଝିଅର ଝିଅ ମାର ଯେ ମାନେ ଯାହାକୁ ଆପଣ ପାର୍ଟନର କରୁଛନ୍ତି so this is called partner stress exercise କରିପାରିବେ କି ନାହିଁ yes or no yes or no କୋଉମାନେ କରିପାରିବେ ଯୋଉମାନଙ୍କର ବ୍ୟାକ୍ ପେନ୍ ଅଲ୍ ଦିସ୍ ଥିଙ୍ଗ ହଉଛି yes very good ଚलो yes 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 so many participants can do it so try it partner towel stretch exercise partner towel stretch for shoulder pain back pain ବଢିଆ କାମ ଦବ ବୁଝିପାରିଲେ ଯୋଉମାନେ କରୁନାହାନ୍ତି ଜରୁର କରନ୍ତୁ ଏଇଟା ଇଟ୍ସ ଏ ଭେରି ଗୁଡ୍ ଥିଙ୍ଗ ବୁଝିହେଲା କି ନାହିଁ କାରଣ ଦ୍ୟାଟ୍ ୱିଲ୍ ପ୍ରିଭେଣ୍ଟ ଦ ବ୍ୟାକ୍ ପେନ୍ ନେକ୍ ପେନ୍ ଆଣ୍ଡ ସୋ ମେନି ପେନ୍ ଏକ୍ସରସାଇଜ ୟେସ୍ ୟେସ୍ ହେଇଯିବ ସମସ୍ତଙ୍କର ଓକେ ଭେରି ଗୁଡ୍ ଚलो any other questions just put in the chat box